ନମସ୍କାର। ଆଜିର ଗଳ୍ପ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି ପ୍ରଜେଶ। ଆଜି ଏକ ଭିନ୍ନ ସ୍ୱାଦର ଗପ ଅନ୍ତରଙ୍ଗ ଅନୁଗାମୀ। ହରିଦ୍ୱାର ଯାତ୍ରା ନିମନ୍ତେ ମନସ୍ଥ କରି ହାଥରସ ରେଳ ଷ୍ଟେସନରେ ଏକ ସ୍ଥାନରେ ବସିଥାନ୍ତି ସ୍ୱାମୀ ବିବେକାନନ୍ଦ। କ୍ଷୁଧାତୁର ଥିଲେ, ତେଣୁ ମାନସିକ ସ୍ଥିତି ଠିକ୍ ନଥିଲା। ସେହି ଛୋଟକାଟର ଷ୍ଟେସନଟିରେ ଷ୍ଟେସନ ମାଷ୍ଟର ଭାବରେ କାର୍ଯ୍ୟରତ ଥିଲେ ଶରତଚନ୍ଦ୍ର ଗୁପ୍ତ। ଚୁମ୍ବକ ଲୁହାକୁ ଆକର୍ଷିତ କଲା ପରି ଏକ ଅଜଣା ଆକର୍ଷଣରେ ଆକର୍ଷିତ ହୋଇ ଶରତଚନ୍ଦ୍ର ଚାଲି ଯାଇଥିଲେ ବିବେକାନନ୍ଦଙ୍କ ନିକଟକୁ। ବୋଧହୁଏ ବିବେକାନନ୍ଦ ମୁଖମଣ୍ଡଳର ଅନନ୍ୟ ଦୀପ୍ତ ତେଜସ୍ୱୀ ଚେହେରା ତାଙ୍କୁ ଆକୃଷ୍ଟ କରିଥିଲା। ଗୁଣ ଚିହ୍ନେ ଗୁଣିଆ ଭଳି ସ୍ୱାମୀଜୀଙ୍କ ନିକଟରେ ପହଞ୍ଚିବା ପରେ ଜାଣିପାରିଥିଲେ ସେ କ୍ଷୁଧିତ ଅଛନ୍ତି ବୋଲି। ନିଜ ସରକାରୀ ବାସଭବନକୁ ଆମନ୍ତ୍ରଣ କରିଥିଲେ ଭୋଜନ ତଥା ବିଶ୍ରାମ ନିମନ୍ତେ। ସାନ୍ନିଧ୍ୟ ଲାଭ ମାତ୍ରେ ଶରତଚନ୍ଦ୍ରଙ୍କଠାରେ ଅଦ୍ଭୁତ ପ୍ରତିକ୍ରିୟା ଦେଖାଦେଇଥିଲା। ସ୍ୱାମୀଜୀଙ୍କର ବ୍ୟକ୍ତିତ୍ୱରେ ମୁଗ୍ଧ ହୋଇ ତାଙ୍କ ପଦାଙ୍କ ଅନୁସରଣ କରିବା ନିମନ୍ତେ ନିଜର ମନୋଭାବ ବ୍ୟକ୍ତ କରିଥିଲେ। ଗୌରିକ ବସନ ପରିଧାନ କରି କାନ୍ଧରେ ଝୁଲା ପକାଇ ସନ୍ନ୍ୟାସୀର ଭୂମିକା ନିଭାଇବାକୁ ପ୍ରସ୍ତୁତ ହୋଇଯାଇଥିଲେ ଶରତଚନ୍ଦ୍ର। ସମଗ୍ର ବିଶ୍ୱକୁ ଆଧ୍ୟାତ୍ମିକତାର ଆଲୋକରେ ଆଲୋକିତ କରିବାକୁ ଯିଏ ସଂକଳ୍ପବଦ୍ଧ, ଭଟା ପଡ଼ିଯାଇଥିବା ଧର୍ମୀୟ ଚେତନାର ପୁନରୁତ୍ଥାନ ପାଇଁ ଯିଏ ଏକାନ୍ତ ଭାବରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି, ସେ ଖୋଜୁଥିଲେ ଏହିଭଳି ଜଣେ ତ୍ୟାଗୀ ଶିଷ୍ୟ। ରାଷ୍ଟ୍ରର ପୁନରୁତ୍ଥାନ ଥିଲା ଜୀବନର ଏକମାତ୍ର ଲକ୍ଷ୍ୟ ଏବଂ ବ୍ରତ। ତେବେ ତତ୍କାଳୀନ ଭାରତବର୍ଷରେ ଏହା ଏତେ ସହଜ ନଥିଲା। ଆଗ୍ରହ ସହକାରେ ଶରତଚନ୍ଦ୍ର ଶିଷ୍ୟତ୍ୱ ସ୍ୱୀକାର କରିଥିଲେ। ପ୍ରଥମ ଶିଷ୍ୟ ହେବାର ଗୌରବ ଅର୍ଜନ କରିଥିଲେ ସେ। ଦୁହେଁ ତୀର୍ଥଯାତ୍ରା କାଳରେ ଅକଳ୍ପନୀୟ ଦୁଃଖ କଷ୍ଟର ସମ୍ମୁଖୀନ ହୋଇଥିଲେ। ଶରତଚନ୍ଦ୍ର ଅନାହାର ଜନିତ ଦୁଃଖ କଷ୍ଟ କାରଣରୁ ରୁଗୁଣ ବ୍ୟାଧିଗ୍ରସ୍ତ ହୋଇ ପଡ଼ିଥିଲେ ହେଁ ଗୁରୁଙ୍କର ପଦାଙ୍କ ଅନୁସରଣରୁ ବିଚ୍ୟୁତ ହୋଇନଥିଲେ। ଭିକ୍ଷା ମାଗି ଜୀବନ ନିର୍ବାହ କରିବାକୁ ପଡ଼ୁଥିଲା। ମାନବ ରୂପୀ ମାଧବ ସେବା ନିମନ୍ତେ ଉତ୍ସର୍ଗୀକୃତ ବ୍ୟକ୍ତି ଥିଲେ ଶରତଚନ୍ଦ୍ର। ଚାକିରିର ମୋହ ତ୍ୟାଗ କରି ସନ୍ନ୍ୟାସୀ ଜୀବନ ଯାପନ କରିବା ନିମନ୍ତେ ଥିଲା ଏକ ମହତ୍ ଲକ୍ଷ୍ୟ। ରାଷ୍ଟ୍ରସେବା, ଜନସେବା ଏହାକୁ ଶରତଚନ୍ଦ୍ର ଶିଷ୍ୟ ଭାବରେ ପରିପୂରଣରେ ସକ୍ଷମ ହୋଇଥିଲେ। ଜଣେ ଅନ୍ତରଙ୍ଗ ଅନୁଗାମୀ ଭାବରେ ସେ ଯେ ନିଜର ଭୂମିକା ନିଭାଇ ପାରିବାରେ ସକ୍ଷମ ହୋଇଥିଲେ, ଏହା କେବଳ ସମ୍ଭବ ହୋଇଥିଲା ସ୍ୱାମୀଜୀଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ପ୍ରଭାବରେ। ଧନ୍ୟବାଦ।